ପିଲେମାନେ ଆଜି ଆମେ ଆଉ ଗୋଟେ ବିଷୟ ପଢ଼ିବା। ରାସାୟନିକ ପରିବର୍ତ୍ତନ ଓ ଭୌତିକ ପରିବର୍ତ୍ତନର ଆମେ ଯାହା ପଢ଼ିଥିଲେ ତାର ଆଉ ଗୋଟେ ପାର୍ଟଟେ ଆଜି ଆମେ ପଢ଼ିବା। କିନ୍ତୁ ସେଠିକି ଯିବା ପୂର୍ବରୁ ଚାଲ ଗୋଟେ ସାରଣୀଟେ ପୂରଣ କରିବା। ତମେମାନେ ବିଭିନ୍ନ ପ୍ରକାର ଭୌତିକ ଓ ରାସାୟନିକ ପରିବର୍ତ୍ତନ ବିଷୟରେ ପୂର୍ବ କ୍ଲାସରେ ପଢ଼ିଥିଲ। ଆଜି ଆମେ ଦେଖିବା ଏଇ ଯେଉଁ ଭୌତିକ ଆଉ ରାସାୟନିକ ପରିବର୍ତ୍ତନ ଅଛି ତା ପାଇଁ ଗୋଟେ ସାରଣୀ ଦିଆଯାଇଛି। ଦେଖ ଏଇ ସାରଣୀରେ କେତେ ଗୁଡ଼େ ପରିବର୍ତ୍ତନର ନାଁ ଲେଖାଯାଇଛି। ସେ ପରିବର୍ତ୍ତନରେ କ'ଣ ସବୁ ନୂତନ ପଦାର୍ଥ ଉତ୍ପନ୍ନ ହୁଏ, ମୂଳ ପଦାର୍ଥ ଫେରି ପାଅ କି ନାହିଁ ଓ ଏହା ଭୌତିକ ନା ରାସାୟନିକ ପରିବର୍ତ୍ତନ। ଏଇଟା ଦେଖିକି ତମ ଖାତାରେ ଜଲ୍ଦି ଜଲ୍ଦି ଲେଖିଲ ଟିକେ। ସ୍ୱାଗତିକା ଆଉ ଶ୍ୱେତା, ଶୁଭମ, ସୂର୍ଯ୍ୟ ସବୁ ଲେଖ। ଆଚ୍ଛା ସରିଲା କି? ଦିଦି ମୋର ସରିଗଲା। ହଁ ବହୁତ ବଢ଼ିଆ। ଆଚ୍ଛା ସ୍ୱାଗତିକା କହିଲୁ, କ୍ଷୀରରେ ଜଳ ମିଶିବାଟାରେ କ'ଣ ନୂତନ ପଦାର୍ଥ ଉତ୍ପନ୍ନ ହୁଏ କି? ନାଇଁ ଦିଦି। ଆଉ ମୂଳ ପଦାର୍ଥ ଫେରି ପାଅ? ହଁ। ଆଉ ଏହା ଭୌତିକ ନା ରାସାୟନିକ କ'ଣ ହବ ବୋଲି ଭାବୁଛ? ଏଇଟା ଭୌତିକ ହବ। ବହୁତ ବଢ଼ିଆ, ଭେରି ଗୁଡ୍। ଆଚ୍ଛା ଶ୍ୱେତା କହିଲୁ, ଉଲରେ ସ୍ୱେଟର ବୁଣିବାରେ କ'ଣ କ'ଣ ସବୁ ଆମେ ପରିବର୍ତ୍ତନ ଦେଖିଥାଉ ଏଇ ଟେବୁଲରେ ଯାହା ଦିଆଯାଇଛି? ଦିଦି, ନୂତନ ପଦାର୍ଥ ଉତ୍ପନ୍ନ ହୁଏନି। ଆଚ୍ଛା, ମୂଳ ପଦାର୍ଥ ଆମେ ଫେରି ପାଉ। ଆଚ୍ଛା, ଏହା ଏକ ଭୌତିକ ପରିବର୍ତ୍ତନ। ବହୁତ ବଢ଼ିଆ, ପୁରା ଠିକ୍। ଆଚ୍ଛା ସ୍ୱାଗତିକା କହିଲୁ, କ୍ଷୀର, ଚିନି ଓ ବରଫ ମିଶାଇ ଆଇସ୍କ୍ରିମ୍ ତିଆରି କରିବାଟା ଭୌତିକ ନା ରାସାୟନିକ ପରିବର୍ତ୍ତନ? ଦିଦି ଏଇଟା ରାସାୟନିକ ପରିବର୍ତ୍ତନ। ଏଥିରେ କ'ଣ ନୂତନ ପଦାର୍ଥ ଉତ୍ପନ୍ନ ହୁଏ? ଏଥିରେ ହଁ ଦିଦି। ଆଉ ଏଥିରେ ମୂଳ ପଦାର୍ଥ ଫେରି ପାଅ କି? ନା। ଆଚ୍ଛା, ସେଥିପାଇଁ ତମେ କହିଲ ରାସାୟନିକ ପରିବର୍ତ୍ତନ, ନାଇଁ କି? ହଁ ଦିଦି। ବହୁତ ବଢ଼ିଆ। ଆଚ୍ଛା, ମହମ ତରଳିବାଟା କ'ଣ ହବ, ଭୌତିକ ନା ରାସାୟନିକ? ଦିଦି, ଭୌତିକ ପରିବର୍ତ୍ତନ ହବ। କ'ଣ ପାଇଁ କି? ଦିଦି, ଏଥିରେ ନୂତନ ପଦାର୍ଥ ଉତ୍ପନ୍ନ ହୁଏ ନାହିଁ, କିନ୍ତୁ ଆଚ୍ଛା, ମୂଳ ପଦାର୍ଥ ଫେରି ପାଏ। ବହୁତ ବଢ଼ିଆ। ଆଚ୍ଛା ସ୍ୱାଗତିକା କହିଲୁ ଦେଖି, ମହମବତୀ ଜଳିବାଟାରେ ଭୌତିକ ନା ରାସାୟନିକ ପରିବର୍ତ୍ତନ? ଦିଦି ରାସାୟନିକ ପରିବର୍ତ୍ତନ। କ'ଣ ପାଇଁ କି? ଦିଦି କାହିଁକି ନା ଏଥିରେ ନୂତନ ପଦାର୍ଥ ଉତ୍ପନ୍ନ ହୁଏ, କିନ୍ତୁ ଆମେ ମୂଳ ପଦାର୍ଥ ଆଉ ଫେରି ପାଏ ନାହିଁ। ବହୁତ ବଢ଼ିଆ। ତାହେଲେ ଦେଖିବା ତମେ ଯାହା କହିଲ ସବୁ ଠିକ୍ ନା ନାହିଁ? ଆଚ୍ଛା, ଯାହା କହିଲ ସବୁ ଠିକ୍। ଯୋଉ ତମେ କହିଲ ପରିବର୍ତ୍ତନ ଗୁଡ଼ିକ ଭୌତିକ ରାସାୟନିକ, ଜାଣିଛ ରାସାୟନିକ ପରିବର୍ତ୍ତନକୁ ଲେଖିବା ପାଇଁ କି ଆମେ ଗୋଟେ ପ୍ରକାର ସମୀକରଣ ବ୍ୟବହାର କରୁ। ସେ ସମୀକରଣଟାକୁ ବା ଯେଉଁ ପ୍ରତିକ୍ରିୟା ଘଟିଥାଏ ସେଇଟାକୁ ଆମେ ସମୀକରଣ ଭାବରେ ପ୍ରକାଶ କରିଥାଉ। ଜାଣିଛ ସେ ସମୀକରଣଟାକୁ କ'ଣ କୁହାଯାଏ? ନାଇଁ ଦିଦି। ଆଚ୍ଛା, ସେ ସମୀକରଣକୁ କୁହାଯାଏ ରାସାୟନିକ ସମୀକରଣ, ଯୋଉଟାକି ବିଭିନ୍ନ ସଂକେତ ରୂପରେ ଆମେ ପ୍ରକାଶ କରିଥାଉ ଆଉ ସେଟା ଗୋଟେ ସଂକ୍ଷେପଣ ଭାବରେ ଆମେ ତାକୁ ପ୍ରକାଶ ମଧ୍ୟ କରିଥାଉ। ତାହେଲେ ରାସାୟନିକ ସମୀକରଣ କାହାକୁ କୁହାଯାଏ? ଦିଦି ଯୋଉ ସମୀକରଣକୁ ଆମେ କିଛି ସାଙ୍କେତିକ ରୂପରେ ଆଉ ସଂକ୍ଷେପଣ କରିକି ପ୍ରକାଶ କରିଥାଉ ତାକୁ ରାସାୟନିକ ସମୀକରଣ କୁହାଯାଏ। ବହୁତ ବଢ଼ିଆ। ଆଉ ରାସାୟନିକ ଯେତେବେଳେ ଆମେ ରାସାୟନିକ ପ୍ରତିକ୍ରିୟାଟେ ଦେଖିଥାଉ, ସେ ରାସାୟନିକ ପ୍ରତିକ୍ରିୟାରେ ତମେ ଦେଖିଲୁ ଯେମିତି ଆ ପୂର୍ବରୁ ଆଇସ୍କ୍ରିମରେ କେତେ ଗୁଡ଼ାଏ ଜିନିଷ ମିଶୁଥିଲା ଆଉ ଗୋଟେ ନୂତନ ଜିନିଷଟେ ତିଆରି ହେଉଥିଲା। ତାହେଲେ ଯେଉଁ ଜିନିଷ ଗୁଡ଼ିକ ପ୍ରତିକ୍ରିୟାରେ ଭାଗ ନେଉଛନ୍ତି, ଅଂଶଗ୍ରହଣ କରୁଛନ୍ତି, ତାଙ୍କୁ କ'ଣ କୁହାଯାଏ ଜାଣିଛ? ନାଇଁ ଦିଦି। ତାକୁ କୁହାଯାଏ ପ୍ରତିକାରକ। କ'ଣ କୁହାଯାଏ? ପ୍ରତିକାରକ। ତାହେଲେ ପ୍ରତିକାରକ କାହାକୁ କୁହାଯାଏ? ରାସାୟନିକ ପ୍ରତିକ୍ରିୟାରେ ଯେଉଁ ପଦାର୍ଥ ଗୁଡ଼ିକ ଅଂଶଗ୍ରହଣ କରିଥାନ୍ତି ସେଗୁଡ଼ିକୁ ପ୍ରତିକାରକ କୁହାଯାଏ। ବହୁତ ବଢ଼ିଆ। ଆଉ ଯେଉଁ ପଦାର୍ଥଟି ବାହାରିଥାଏ ବା ଉତ୍ପନ୍ନ ହୋଇଥାଏ ତାକୁ କ'ଣ କୁହାଯାଏ ଜାଣିଛ? ନା। ତାକୁ କୁହାଯାଇଥାଏ ଉତ୍ପାଦ। କ'ଣ କୁହାଯାଇଥାଏ? ଉତ୍ପାଦ। ତାହେଲେ ରାସାୟନିକ ପ୍ରତିକ୍ରିୟାରେ ଯାହା ଉତ୍ପନ୍ନ ହୋଇଥାଏ, ନୂତନ ପଦାର୍ଥ ଉତ୍ପନ୍ନ ହୋଇଥାଏ, ତାକୁ ଆମେ କହିଥାଉ ଉତ୍ପାଦ। ଭେରି ଗୁଡ୍। ତାହେଲେ ଏବେ ଆମେ ଗୋଟେ ଭିଡ଼ିଓଟେ ଦେଖିବା ସେ ଭିଡ଼ିଓରେ କ'ଣ ହେଉଛି। ସମସ୍ତେ ଧ୍ୟାନର ସହିତ ଦେଖ କ'ଣ ହେଉଛି।
ଦେଖିଲ ପିଲାମାନେ? ହଁ ଆଜ୍ଞା ଦିଦି। ଆଚ୍ଛା କଣ ଦେଖିଲ? ଦିଦି ଗୋଟେ ଉଜ୍ଜଳ ଆଲୁଅଟେ ଜଳିଲା। ଆଚ୍ଛା ଦିଦି ହଁ ଜଳିଲା ପରେ ପାଉଁଶ ହେଇକି କଣ ଧଳା ଧଳା ବାହାରିଲା। ଆରେ ବା, ତାହେଲେ ଆମେ ଦୁଇଟା କଥା ଦେଖିଲେ। ଗୋଟେ ଦେଖିଲେ ଉଜ୍ଜଳ ଆଲୋକ ପ୍ରକାଶ ହେଲା, ଆଉ ଗୋଟେ ଦେଖିଲେ ଧଳା ରଙ୍ଗର ପାଉଁଶ ଉତ୍ପନ୍ନ ହେଲା। ଆଚ୍ଛା ଟିକେ ଆମେ ସେ ଭିଡିଓକୁ ପୁଣି ଥରେ ଦେଖିବା। ଦେଖିଲ ସେ କଣ ଜଳଉଥିଲେ? ସେଟା କଣ ଲେଖା ହେଇଛି? ମ୍ୟାଗ୍ନେସିୟମ ରିବନ। ଆଚ୍ଛା, ତା ଯାହା ଜଳଉଥିଲେ ତା ନାଁ ହେଲା ମ୍ୟାଗ୍ନେସିୟମ ରିବନ। ଆଉ ଯାହା ତିଆରି ହେଲା ସେଟା କଣ ଜାଣିଛ? ଯୋଉଟା ଜଳିଗଲା ପରେ ଯୋଉ କହୁଛ ଧଳା ପାଉଁଶ ଭଳିକା ହେଇଗଲା, ସେଟା କଣ ଜାଣିଛ? ନାଇଁ ଦିଦି। ତାକୁ କହନ୍ତି ମ୍ୟାଗ୍ନେସିୟମ ଅକ୍ସାଇଡ। କଣ କୁହନ୍ତି? ମ୍ୟାଗ୍ନେସିୟମ ଅକ୍ସାଇଡ। ଆଚ୍ଛା, ତାହେଲେ ଆମେ କଣ ଜାଳିଲେ? ଆମେ ଜାଣିଲେ ଯୋଉ ମ୍ୟାଗ୍ନେସିୟମ ରିବନ। ଭେରି ଗୁଡ୍। ତାହେଲେ ଏଠି ଆମେ ପୁଣି ଥରେ ସେ ପାଉଁଶରୁ ମ୍ୟାଗ୍ନେସିୟମ ରିବନଟା ପାଇପାରିବା କି? ନାଇଁ ଦିଦି। ମ୍ୟାଗ୍ନେସିୟମ ରିବନଟି ପାଇପାରିବାନି। ଆଉ ଯୋଉ ଧଳା ଜିନିଷଟି ତିଆରି ହେଲା, ସେଟା ତିଆରି ହେଲା ବେଳେ ଯୋଉ ଜଳିଲା ଯୋଉ ମ୍ୟାଗ୍ନେସିୟମ ରିବନଟି, ସେ ଜଳିବାରେ କଣଟା ସାହାଯ୍ୟ କଲା? ଅମ୍ଳଜାନ। ଅମ୍ଳଜାନ। ଭେରି ଗୁଡ୍। ତାହେଲେ ଏଇ ଯୋଉ ସବୁ ପ୍ରତିକ୍ରିୟା ହେଲା, ଆମେ କହୁଥିଲେ ନା ସବୁ ପ୍ରତିକ୍ରିୟାକୁ ସାଙ୍କେତିକ ରୂପରେ ଆଉ ସଂକ୍ଷେପଣ ଭାବରେ ଲେଖିବା ପାଇଁକି ଆମେ ସମୀକରଣ କହିଥାଉ। ତାହେଲେ ଏବେ ସେଇ ସମୀକରଣଟି ଲେଖିବାର କଣ କଣ ସବୁ ନିୟମ ଅଛି ସେଇଟା ବିଷୟରେ ଏବେ ଆମେ ଆଲୋଚନା କରିବା। ତାହେଲେ ପ୍ରଥମ ନିୟମଟି କଣ ଲେଖା ହେଇଛି ଦେଖିଲ? ଦିଦି ଲେଖା ହେଇଛି ରାସାୟନିକ ସମୀକରଣ ଲେଖିବା ପୂର୍ବରୁ ପ୍ରତିକାରକ ଓ ଉତ୍ପାଦ ଅଣୁର ସଂକେତ ଜାଣିଥିବା ଆବଶ୍ୟକ। ବହୁତ ବଢିଆ। ତମେ ପୂର୍ବ କ୍ଲାସରେ ପଢିଛ ବିଭିନ୍ନ ଅଣୁର ସଂକେତ ଗୁଡିକ ବିଷୟରେ ଜାଣିଛ। ତାହେଲେ ଏଠି ତମେ କହିଲ କଣଟା ଆମେ ଜାଳିଲେ? ମ୍ୟାଗ୍ନେସିୟମ ରିବନ। ତାହେଲେ ମ୍ୟାଗ୍ନେସିୟମର ସଂକେତ କଣ? ଦିଦି Mg। ଭେରି ଗୁଡ୍। ତାହେଲେ ମ୍ୟାଗ୍ନେସିୟମର ସଂକେତ ହେଲା Mg। ଆଉ ସେଟା ଜଳିବାରେ କଣ ସାହାଯ୍ୟ କଲା? ଅମ୍ଳଜାନ। ଅମ୍ଳଜାନ। ତାହେଲେ ଅମ୍ଳଜାନର ସଂକେତ କଣ? O2। ବହୁତ ବଢିଆ। କଣ ତିଆରି ହେଲା? ମ୍ୟାଗ୍ନେସିୟମ ଅକ୍ସାଇଡ। ମ୍ୟାଗ୍ନେସିୟମ ଅକ୍ସାଇଡ। ତାହେଲେ ଦେଖିବା ମ୍ୟାଗ୍ନେସିୟମ ଅକ୍ସାଇଡର ସାଙ୍କେତିକ ରୂପ କଣ? କଣ ସାଙ୍କେତିକ ରୂପ? MgO। ବହୁତ ବଢିଆ। ତାହେଲେ ଆମେ ଜାଣିଲେ ଯେ ସମୀକରଣ ଲେଖିବା ପୂର୍ବରୁ ଆମେ ସବୁ ସଂକେତ ଗୁଡିକ ଜାଣିବା ନିହାତି ଆବଶ୍ୟକ। ଆଚ୍ଛା ଦ୍ୱିତୀୟ ନିୟମଟି ଦେଖିବା କଣ? ପଢିଲ ଦେଖି କଣ ଲେଖା ହେଲା ଦ୍ୱିତୀୟ ନିୟମଟି? ରାସାୟନିକ ସମୀକରଣର ବାମ ପାର୍ଶ୍ୱରେ ପ୍ରତିକାରକ ଗୁଡ଼ିକର ସଂକେତ ଓ ଡାହାଣ ପାର୍ଶ୍ୱରେ ଉତ୍ପାଦନ ଗୁଡ଼ିକର ସଂକେତ ଲେଖାଯିବ। ବହୁତ ବଢିଆ। ତାହେଲେ ଆମେ କହିଲେ ବାମ ପାର୍ଶ୍ୱରେ କଣ ଲେଖିବା ନା ପ୍ରତିକାର ଗୁଡିକ। ଏଠି ଆମର କଣ ଉତ୍ପାଦନ ବାହାରିଲା? ମ୍ୟାଗ୍ନେସିୟମ ଅକ୍ସାଇଡ। ବହୁତ ବଢିଆ। ମ୍ୟାଗ୍ନେସିୟମ ଅକ୍ସାଇଡ କେମିତି ଦେଖିବାକୁ ଥିଲା? ଦିଦି ଧଳା କଲର। ଧଳା ରଙ୍ଗର। ବହୁତ ବଢିଆ। ଏବେ ଆମେ ନେକ୍ସଟ ଯିବା ଆଉ ଗୋଟେ ନିୟମକୁ। କଣଟା? ଯଦି କୌଣସି ସମୀକରଣ ଲେଖିବା ବେଳେ ଏକରୁ ଅଧିକ ଉତ୍ପାଦକ ପ୍ରକାଶ କରିବାକୁ ଆବଶ୍ୟକ ହୋଇଥାଏ, ତେବେ ସେଗୁଡ଼ିକର ଅଣୁ ମଧ୍ୟରେ ଯୁକ୍ତ ଚିହ୍ନ ଲେଖିବା ଆବଶ୍ୟକ। ଆଚ୍ଛା, ତାହେଲେ ଏଠି ଆମର ଏକରୁ ଅଧିକ ଅଣୁ ବ୍ୟବହାର ହେଇଥିଲା କି? ହଁ ଦିଦି। କୋଉ ଜାଗାରେ? ଦିଦି ବାଁ ପଟରେ। ବାଁ ପଟରେ, ଯୋଉଥିରେ କି ଆମର କୋଉମାନେ ଥିଲେ? ପ୍ରତିକାରକ ଗୁଡିକ ଥିଲେ। ହେଲା, ତାହେଲେ ପ୍ରତିକାର ଗୁଡିକ ଦୁଇଟି ଥିଲେ ଯାହା ତମେ କହିଲ, ମ୍ୟାଗ୍ନେସିୟମ ଆଉ ଅକ୍ସିଜେନ। ତାହେଲେ ତା ମଧ୍ୟରେ ଆମେ କଣ ଲେଖିବା? ଯୁକ୍ତ ଚିହ୍ନ। ବହୁତ ବଢିଆ। ଉତ୍ପାଦ କେତୋଟି ଥିଲା? ଗୋଟିଏ। ତାହେଲେ ଏଠି ଆମେ ସେ ଗୋଟେକୁ ହିଁ ଲେଖିବା। ତାପର ନିୟମଟିକୁ ଯିବା। କଣ ଲେଖା ହେଇଛି? ସମୀକରଣର ବାମ ପାର୍ଶ୍ୱ ଓ ଡାହାଣ ପାର୍ଶ୍ୱକୁ ପୃଥକ କରିବା ସ୍ଥାନରେ ତୀର ଚିହ୍ନ ଦେଇ ଲେଖିବା। ଆଚ୍ଛା, ତାହେଲେ ଆମେ ଦୁଇଟାକୁ ପୃଥକ କରିବା ପାଇଁ ତୀର ଚିହ୍ନଟେ ଦବା। ତାପର ନିୟମଟାକୁ ଯିବା। କଣ ଅଛି? ପ୍ରଥମ ରାସାୟନିକ ସମୀକରଣଟି ପ୍ରତିକାରକ ଓ ଉତ୍ପାଦ ଗୁଡ଼ିକର ନାମକୁ ବ୍ୟବହାର କରି ଲେଖାଯିବ। ଯଥା ଦେଖିବା। ମ୍ୟାଗ୍ନେସିୟମ ଯୁକ୍ତ ଅମ୍ଳଜାନ ଆଉ ତାପର ଉପସ୍ଥିତିରେ ହଉଛି ମ୍ୟାଗ୍ନେସିୟମ ଅକ୍ସାଇଡ। ବହୁତ ବଢିଆ। ଯାହା ତମେ କହିଲ ଯେ ଆଗେ ଆମେ ତମ ନାମ ଗୁଡିକ ଲେଖିବା, ତାପରେ ଯାଇକି ଆମେ ତାଙ୍କର କଣ ଲେଖିବା? ତାହେଲେ ଉତ୍ପାଦ ଗୁଡିକର ସଂକେତ ବ୍ୟବହାର କରିକି ଲେଖିବା। ହେଲା,
ତାପରେ ନିୟମଟି ମନେ ରଖ, ଯେତେବେଳେ ଆମେ ଏଗୁଡ଼ା ସବୁ କରୁଥିବା ସେତେବେଳେ ରାସାୟନିକ ସମୀକରଣକୁ ସମତୁଲ୍ୟ କରିବା ବେଳେ ପ୍ରତିକାରକ ଓ ଉତ୍ପାଦ ଗୁଡ଼ିକର ସଂକେତକୁ କେବେ ହେଲେ ବଦଳାଇବା ନାହିଁ। ବଦଳାଇବା କି? ନା କେବେ ହେଲେ ବଦଳାଇବା ନାହିଁ। ତାହେଲେ ଆଜି ଆମେ କ'ଣ ଶିଖିଲେ? ଦିଦି ଆଜି ଆମେ ଶିଖିଲେ କି ଆମେ କେମିତି ସବୁ ରାସାୟନିକ ପରିବର୍ତ୍ତନ ଗୁଡ଼ିକ ହେଉଛି କ'ଣ, ତାର ବୈଶିଷ୍ଟ୍ୟ ଗୁଡ଼ିକ କିଛି ଜାଣିଲେ, ଆଉ ଆମେ ରାସାୟନିକ ପ୍ରତିକ୍ରିୟା ଗୁଡ଼ିକୁ କେମିତି ଆମେ ସମୀକରଣ ମାଧ୍ୟମରେ ଲେଖିବା ତାର ନିୟମ ଗୁଡ଼ିକ ମଧ୍ୟ ଜାଣିଲେ। ବହୁତ ବଢ଼ିଆ। ତାହେଲେ ଆଜି ଆମେ ରାସାୟନିକ ପରିବର୍ତ୍ତନ, କେଉଁଗୁଡ଼ିକ ପ୍ରତ୍ୟାବର୍ତ୍ତୀ ଅପ୍ରତ୍ୟାବର୍ତ୍ତୀ, କେଉଁଥିରେ ନୂତନ ପଦାର୍ଥ ଉତ୍ପନ୍ନ ହୁଏ, ଆଉ ସେଗୁଡ଼ିକ ରାସାୟନିକ ପ୍ରତିକ୍ରିୟା ହୋଇଥାଏ, ଆଉ ସେ ପ୍ରତିକ୍ରିୟା ଗୁଡ଼ିକୁ କେମିତି ରାସାୟନିକ ସମୀକରଣ ବୋଲି କୁହାଯାଏ, ଆଉ ତାକୁ କେମିତି ଲେଖିବା, ସେ ନିୟମ ଗୁଡ଼ିକ ବିଷୟରେ ଆଲୋଚନା କଲେ। ତାହେଲେ ଚାଲ ଦେଖିବା ଟିକେ ତମେମାନେ କେତେ କ'ଣ ଶିଖିଲ ସେ ବିଷୟରେ ଟିକେ ଜାଣିବା। ଆଚ୍ଛା ପିଲାମାନେ କହିଲ, ଖାଇବା ଲୁଣର ସଂକେତ କ'ଣ? ଦିଦି ମୁଁ କହିବି। ହଁ କହ ସ୍ୱାଗତିକା। ଦିଦି NaCl। ଦେଖିବା ଠିକ ନା ନାହିଁ? ଆରେ ବାଃ, ଖାଇବା ଲୁଣର ସଂକେତ ହେଲା NaCl। ବହୁତ ବଢିଆ। ଶ୍ଵେତା, ତୋ ପାଇଁ ଗୋଟେ ପ୍ରଶ୍ନ, କେଉଁଟି ରାସାୟନିକ ପ୍ରତିକ୍ରିୟାର ଦୃଷ୍ଟାନ୍ତ ନୁହେଁ? ମହମବତୀ ଜଳିବା, ଲୁହା କଳଙ୍କି ଧରିବା, ଜଳୀୟ ବାଷ୍ପ ଶୀତଳ ହେବା, ନା ଦୁଗ୍ଧ ଦହିରେ ପରିଣତ ହେବା? ଦିଦି, ଜଳୀୟ ବାଷ୍ପ ଶୀତଳ ହେବା। ବହୁତ ବଢିଆ। ଏଇଟା ଗୋଟେ ରାସାୟନିକର ପ୍ରତିକ୍ରିୟାର ଦୃଷ୍ଟାନ୍ତ ନୁହେଁ। କାହିଁକି ନା ଏଥିରେ ନୂତନ ପଦାର୍ଥ ଉତ୍ପନ୍ନ ହୋଇଥାଏ ନା ହୋଇନଥାଏ? ହୋଇନଥାଏ। ସେଥିପାଇଁ କି ଏଟା ନୁହେଁ। ଆଚ୍ଛା, କେଉଁ ଗ୍ୟାସ ଚୂନ ପାଣିକୁ ଦୁଗ୍ଧ ରଙ୍ଗ କରିଦିଏ? ଦିଦି ଅଙ୍ଗାରକାମ୍ଳ। ବହୁତ ବଢିଆ। ଦି ଜଣ ସମସ୍ତେ ବହୁତ ବଢିଆ କହିଲ। ତାହେଲେ ଦେଖିବା ଯେ ଅଙ୍ଗାରକାମ୍ଳ ଗ୍ୟାସ ଚୂନ ପାଣିକୁ ଦୁଧିଆ ରଙ୍ଗ କରିଦିଏ। ତ ଆଜି ଆମେ ଜାଣିଲେ ରାସାୟନିକ ପ୍ରତିକ୍ରିୟା, ରାସାୟନିକ ସମୀକରଣ ଆଉ ତାର ନିୟମ ଗୁଡ଼ିକ। ଆଜି ପାଇଁ ତାହେଲେ ଏତିକି। ଘରେ ଯାଇକି ଦେଖିବ, କିଛି ରାସାୟନିକ ପ୍ରତିକ୍ରିୟା ଯଦି ତମେ ଦେଖୁଛ ତାର ସମୀକରଣ ଲେଖିବାକୁ ଚେଷ୍ଟା କରିବ। ହେଲା ପିଲାମାନେ? ଆଜ୍ଞା ଦିଦି। ଧନ୍ୟବାଦ।